ଓଡ଼ିଆ କାବ୍ୟ ସାହିତ୍ୟ ଅନୁରାଗୀ ବିଦଗ୍ଧ ଶ୍ରୋତାବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ସେହି ନୟାଗଡ଼ ଜିଲ୍ଲାର ବିଶିଷ୍ଟ କବି ଉତ୍କଳଘଣ୍ଟ କବି ଯଦୁମଣିଙ୍କର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଯେଉଁ ପଞ୍ଚମ କଳା ମୁଁ ଆଲୋଚନା କିଛି ଅଂଶ କରିଥିଲି, ଆଜି ସେହି ପଞ୍ଚମ କଳାର ଅବଶିଷ୍ଟାଂଶ ସମ୍ପର୍କରେ ଆଲୋକପାତ କରିବା। ବନ୍ଧୁଗଣ, ଏ କବି ଉତ୍କଳଘଣ୍ଟ ଯଦୁମଣି এই পঞ্চম কলারে যে রুক্মিণী পরিণয় সম্পর্কে মহারাণী যে শ্লেষরে দাসীମାନଙ୍କୁ ଯେଉଁ କଥାଟି କହିଲେ ଆପଣମାନେ ଶୁଣିଛନ୍ତି। ଇଏ ବର୍ତ୍ତମାନ ବିଶ୍ୱଙ୍କ ରାଜାଙ୍କର ରାଜୁତି ସମୟରେ ତାଙ୍କର ଯଶ କୀର୍ତ୍ତି ଉପରେ ଝିଅକୁ ଉପଯୁକ୍ତ ସମୟରେ ଉପଯୁକ୍ତ ପାତ୍ର ସହିତ ବିବାହ ନ ଦେବାର ଚିନ୍ତା ନ କରିଥିବାରୁ ଆଉ ତାଙ୍କର କୀର୍ତ୍ତିରେ ବା ଯଶରେ ସତେ ଯେମିତି